ଝାଡଖଣ୍ଡ ରାଞ୍ଚିର ଚତରାରେ ଭାରସାମ୍ୟ ହରାଇ ଗଛକୁ ପିଟି ଓଲଟିଲା ସ୍କର୍ପିଓ। ଏହି ଦୁର୍ଘଟଣାରେ 3 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ 6 ଜଣ ଗୁରୁତର ଭାବେ ଆହତ ହୋଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତି। ମୃତକମାନେ ହେଲେ ନବବିବାହିତା ମହିଳା ପ୍ରୀତି କୁମାରୀ, ତାଙ୍କ ପିଉସୀ ପିଙ୍କି କୁମାରୀ ଓ ମା ବିମଳା ଦେବୀ। ଜମ୍ମୁ କାଶ୍ମୀରର କୁପୱାରା ଅଞ୍ଚଳରେ ପୁଣି ଆତଙ୍କୀ ଆକ୍ରମଣ। ସଶସ୍ତ୍ର ଆତଙ୍କବାଦୀମାନେ ଜଣେ ସାଧାରଣ ନାଗରିକଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ନାଗରିକ ଜଣକ କାଣ୍ଡି ଖାସ ଅଞ୍ଚଳର ଗୁଲାମ ରସୁଲ ହୋଇଥିବା ବେଳେ କିଛି ଆତଙ୍କବାଦୀ ତାଙ୍କ ଘରେ ପଶି ତାଙ୍କୁ ଗୁଳି କରିଥିଲେ। ସମ୍ବଲପୁର ଟାଉନ ଥାନା ଫାର୍ମ ରୋଡ ଚିରୁଆପଡା ନିକଟରେ ଯୁବକଙ୍କୁ ଛୁରୀ ଭୁଷି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ ସମ୍ବଲପୁର ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ଛାନବିନ ଜାରି ରଖିଛି। ବ୍ରହ୍ମପୁର ନିମଖଣ୍ଡି ଥାନା ହୁଗୁଳାପଟା ଛକରେ ବାଇକ ଧକ୍କାରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ। ଫଳରେ ବୃଦ୍ଧାଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଲୋକେ ଉତ୍ତେଜନା ସୃଷ୍ଟି କରି ଦୁର୍ଘଟଣାଗ୍ରସ୍ତ ବାଇକକୁ ଜାଳିଦେବା ସହ ରାସ୍ତା ରୋକ କରିଥିଲେ। ଖବର ପାଇ ନିମଖଣ୍ଡି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। Preview. Audio Jungle. Audio Jungle. Preview. ଭଦ୍ରକ ଆଖଣ୍ଡଳମଣି ରାଜ୍ୟ ରାଜପଥର ଅସୁରାଳିଠାରେ ପୁଲିସ ପିଛା କରୁଥିବା 2ଟି ବେଆଇନ ଗୋରୁ ବୋଝେଇ ପିକଅପ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଗୋଟିଏ ଗାଡି ଡ୍ରାଇଭରର ମୃତ୍ୟୁ ଘଟିଥିବା ବେଳେ 3ଟି ଗୋରୁଙ୍କର ମୃତ୍ୟୁ ହୋଇଛି ଏବଂ 2ଟି ଗାଡିରୁ ମୋଟ 27ଟି ଗୋରୁଙ୍କୁ ଉଦ୍ଧାର କରାଯାଇଛି। ପାକିସ୍ତାନ ସେନା ଜାମ୍ମୁ କାଶ୍ମୀରର ନିୟନ୍ତ୍ରଣ ରେଖାରେ ଗୁଳିଚାଳନା କରିଛି। ଲଗାତାର ତୃତୀୟ ଦିନ ପାଇଁ ପାକିସ୍ତାନ ଅସ୍ତ୍ର ବିରତି ଉଲ୍ଲଂଘନ କରିଛି। ଫଳରେ ଏଲଓସିରେ ତୃତୀୟ ଦିନରେ ଗୁଳି ବର୍ଷଣର ଉଚିତ ଜବାବ ଦେଇଛି ଭାରତ। ଏବଂ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଏକ ନୂତନ ସ୍ତରରେ ପହଞ୍ଚିଛି। ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଅସନ ଶିଖର ଓ ଦାମବେଡା ଗ୍ରାମ ଅଞ୍ଚଳରେ ଅବକାରୀ ବିଭାଗର ଚଢଉ ବେଳେ 420 ଲିଟର ଦେଶୀ ରନ୍ଧା ମଦ ଜବତ ସହ 12,800 ଲିଟର ମହୁଲ ପୋଚ ଘଟଣାସ୍ଥଳରେ ନଷ୍ଟ ଏବଂ ଜବତ ହୋଇଥିବା ଦେଶୀ ରନ୍ଧା ମଦ ଓ ମହୁଲ ପୋଚର ଆନୁମାନିକ ମୂଲ୍ୟ ପ୍ରାୟ 7 ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ସୂଚନା। Preview. Preview. Audio Jungle. Audio Jungle. Preview. ଯାଜପୁର ସହରରେ ଜଣେ କର୍ମଜୀବୀ ମହିଳାଙ୍କ ହାତ ମୁହଁ ବାନ୍ଧି ଗଣଦୁଷ୍କର୍ମ ପୀଡ଼ିତା ଏନେଇ ଥାନାରେ ଅଭିଯୋଗ କରିଥିବା ବେଳେ ଘଟଣାର 72 ଘଣ୍ଟା ପରେ ମଧ୍ୟ ପୋଲିସ କୌଣସି ସଫଳତା ପାଇନାହିଁ। ଗତ 22 ତାରିଖ ସନ୍ଧ୍ୟାରେ ପୋଲିସ ପ୍ରାରମ୍ଭିକ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି। ଯାଜପୁର ସହରରେ ଏଭଳି ଗଣଦୁଷ୍କର୍ମ ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଥାନା ଅଞ୍ଚଳରେ 2 ଭାଇଙ୍କୁ ହତ୍ୟା କରି ଶାଳବଣ ଜଙ୍ଗଲରେ ଫିଙ୍ଗିଦେଲେ ଦୁର୍ବୃତ୍ତ। ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଥିବା ବେଳେ ଯାହା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ହତ୍ୟାର ଶିକାର ହୋଇଥିବା 2 ଭାଇ ହେଲେ ସୁମଣ୍ଡଳ ଗ୍ରାମର ସଞ୍ଜୟ ବାରିକ ଏବଂ ଅଜୟ ବାରିକ। ଏବଂ ଭଦ୍ରକ ଜିଲ୍ଲା ସହରାଞ୍ଚଳ ଥାନା ବନ୍ତ ଛକ ବ୍ରିଜ ଉପରେ ଅଜଣା ଗାଡି ଧକ୍କାରେ 2 ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି ଏବଂ ମୃତକ ଦେହ ପଶ୍ଚିମବଙ୍ଗ ଅଞ୍ଚଳର ବୋଲି ସୂଚନା ମିଳିଛି।